ପାପଡ଼ାହାଣ୍ଡି ବ୍ଲକର ମୈଦଲପୁର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଘଟିଛି। ଏଠାରେ ଜଣେ ବ୍ୟବସାୟୀଙ୍କ ଘରୁ ରାତି ଅଧିଆ କଳାକନା ମୁଖା ପିନ୍ଧା ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି। ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି। ମୈଦଲପୁରର ବ୍ୟବସାୟୀ କାଶୀନାଥ ଗୁପ୍ତା ଓ ତାଙ୍କ ପୁଅ ବିକାଶ ଗୁପ୍ତା ଘରେ ଶୋଇଥିବା ବେଳେ ଏହି ଲୁଟ୍ ହୋଇଛି। ପ୍ରାୟ 6ରୁ 7 ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଘରର ପାଚେରୀ ଡେଇଁ ଭିତରକୁ ପଶିଥିଲେ। ସେମାନେ ଛୁରୀ, ଭୁଜାଲି ଓ ଲୁହା ରଡ୍ ଭଳି ମାରଣାସ୍ତ୍ର ଅସ୍ତ୍ର ଧରିଥିଲେ। ଦୁର୍ବୃତ୍ତମାନେ ବାପ ପୁଅଙ୍କ ବେକରେ ଛୁରୀ ଲଗାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ମାଗିଥିଲେ। ଆଲମାରୀ ଭାଙ୍ଗି ଦୁର୍ବୃତ୍ତମାନେ 2,50,000 ଟଙ୍କା, 5 ତୋଳା ସୁନା ଅଳଙ୍କାର, ସୁନା ମୁଦି ଓ 1 କିଲୋ ରୂପା ଲୁଟି ନେଇଥିବା ଜଣାପଡ଼ିଛି। ଏନେଇ ବ୍ୟବସାୟୀ କାଶୀନାଥ ଗୁପ୍ତା ମୈଦଲପୁର ଥାନାରେ ଅଭିଯୋଗ କରିଛନ୍ତି। ରାତିରେ 23/2/2026 ରାତି 12ଟା ଅଧରେ ଉପରକୁ ଧାଇଁଲେ। ଆଜ୍ଞା କବାଟକୁ ବୋଲ କାଢ଼ିଦେଲେ। ବୋଲ କାଢ଼ିକରି ତଲେ ପଶିଗଲେ। ତଲେ ପଶିଲା ପରେ 7-8 ଜଣ କାନ୍ତି ସବୁ ଧରିଥିଲେ। ଧରିକରି ଆମର ଦୁଇ ବାପ ଆମେ ଶୋଇଥିଲୁ ସିଡ଼ି ବଖରାରେ ଗଲେ। କାନ୍ତି ଉପରେ ମୁଣ୍ଡ ଉପରେ ରଖିଲେ। ତାପରେ ମୁଇଁ ହାଣିଦେବି, କାଟିଦେବି, ପଇସା ପତ୍ର ସୁନା ବନା କୁଆଡ଼େ ରଖିଛ ଦିଅ। ନାଇଁ ପଇସା ପତ୍ର କିଛି ନାହିଁ ବୋଲିକିରି ମାରିଲେ। ତାପରେ ମାରିଲା ପରେ କିଛି ବାହାରିଲା ନାହିଁ ବୋଲିକିରି ଗୋଦରେଜକୁ ଭାଙ୍ଗିଲେ। 2ଟା ଗୋଦରେଜକୁ ଭାଙ୍ଗିଦେଲେ। ତାପରେ ଗୋଦରେଜ ସୁନା ଫୁନା ଆମର ୱାଇଫ୍ଟା ଥିଲା 1999 ମସିହାଟା ସୁନା ଥିଲା। ତାପରେ ସୁନା ପାନା ସବୁ ନେଇଗଲେ। ତାପରେ ରୂପା ଥିଲା 1 କିଲୋ ପରା, ସେଟା ନେଇଗଲେ। ତାପରେ ଉପରେ ବିଲ୍ଡିଂ ଉପରେ ଛଗଲେ। ବିଲ୍ଡିଂ ଉପରେ ରଞ୍ଜିତ ଆମର ସାନ ପୁଅଟା 1,00,000 ଟଙ୍କା ଥିଲା, ସେଟା ପଇସା ନେଲେ। ସେଠି ଅଙ୍ଗୁଠି ଗୋଟେ ଥିଲା, ଚେନ୍ ଥିଲା, ସେଟା ନେଇଗଲେ। ତାପରେ ଯାହା ଯେତିକି ଥିଲା ସବୁ ଫାପଡ଼ା ଫୁପି କରିକି ନେଇଯାଇଛନ୍ତି ସାର୍। କେତେ ଜଣ ଆସିଥିଲେ? 7-8 ଜଣ। କୋଉ ଭାଷାରେ କଥାବାର୍ତ୍ତା ହଉଥିଲେ? ସେ ଦେଶୀ ଭାଷା କଥା ହଉଥିଲେ। ମୁହଁ ସବୁ ବାନ୍ଧିଥିଲେ, ବ୍ଲାକ୍ ପୁରା କଲାକୁଲି କରିଥିଲେ, ହାତରେ ଗୁଲାପ ପିନ୍ଧିଥିଲେ, ଛୁରୀ କାଟି ଧରିଥିଲେ। ମାରିଲେ ଏଠି ଦୁବାଡ଼ି ମାରିଲେ ଲୁହାରେ, ଏଠି ମାରିଲେ। ତମେ ଯଦି ଥାନାରେ ମୋର ନାମରେ ରିପୋର୍ଟ ଦେବ କି ଡାକୁ ହେଲା କି ଚୋରି ହେଲା ବୋଲେ 3 ଦିନ ପରେ ଆସିକରି ଆଉ ତୁମକୁ ମାରିଦେବି, ହାଣିଦେବି ବୋଲି କହିଲେ ସାର୍। ନ୍ୟାୟ ଚାହୁଁଛି ବୋଲେ ନ୍ୟାୟ ଚାହୁଁଛି ସାର୍। ମୋର ନ୍ୟାୟ ହଉ, ଜିନିଷ ମିଳୁ। 3 ଥର ହେଇଗଲାନି। ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁରରୁ କରେଶ ଉପାସୀଙ୍କ ରିପୋର୍ଟ, NTV।